ଠିକ ଅଛି। ଖାତା କଲମ ରେଡି କର, ଆମେ କ୍ଲାସକୁ ଯିବା। ଠିକ ଅଛି। ଆମେ ଉପଭାଷା ଆଲୋଚନା କରୁଥିଲେ, ନାଇଁ? କିନ୍ତୁ ଉପଭାଷା ସମ୍ପର୍କରେ ଯେତେବେଳେ ଆମେ ଆଲୋଚନା କରୁଥିଲେ, ମୁଁ କହୁଥିଲି ଯେ ପ୍ରକୃତରେ ଷ୍ଟାଣ୍ଡାର୍ଡ ଭାଷା କଣ, ଉପଭାଷା କଣ, ବା ଆମେ ଯାହାକୁ କହୁଛେ ଡାଇଲେକ୍ଟ ଲାଙ୍ଗୁଏଜ କଣ, କେମିତି ସୃଷ୍ଟି ହୁଏ, କୋଉ କୋଉ ଷ୍ଟେଜ ଦେଇକି, କୋଉ କୋଉ ସ୍ତର ଦେଇକି ଗୋଟେ ଆଞ୍ଚଳିକ ଭାଷା ତିଆରି ହୁଏ, କୋଉ ପରିସ୍ଥିତିରେ ଗୋଟେ ଆଞ୍ଚଳିକ ଭାଷାର ଉତ୍ପତ୍ତି ଘଟେ, ସେ ସମ୍ପର୍କରେ ମୁଁ ତମକୁ ସୂଚନା ଦେଇଥିଲି। ଗୋଟେ ଦୁଇଟି ମନେ ପକାଇ ଦଉଛି। ଯେମିତି ଯୋଗାଯୋଗର ଆମେ ତାକୁ କହିପାରିବା ଗୋଟେ ଶବ୍ଦରେ ଯେ ବିଚ୍ଛିନ୍ନତା ହେତୁ ଗୋଟିଏ ଆଞ୍ଚଳିକ ଭାଷା ସୃଷ୍ଟି ହୁଏ। ମୁଁ କଣ କଣ କହିଥିଲି, ମନେ ଅଛି କାହାର? ଟିକେ କୁହ। ସସ୍ମିତା? ସାର୍ ପ୍ରଣାମ। ସାର୍ ଟିକେ ମୋ ଦେହଟା ଭଲ ନାହିଁ, ମୁଁ ଏତେ ଟିକେ କହିପାରୁନି। ମୁଁ ଖାଲି ଜାଣିଥିଲି ଯୋଉ ଆମର ମାନକ ଭାଷା କହିଲେ ଆମେ ଯୋଉ ଭାଷା ବ୍ୟବହାର କରୁଛୁ ସେଇଆକୁ ଯଦି ଅନ୍ୟ ଜଣ ଯାହା ଆଗରେ ଆମେ ପ୍ରତିପାଦିତ କରୁଛୁ, ସେ ଯଦି ଭଲ ଭାବରେ ତାକୁ ବୁଝିପାରିଲା, ଜାଣିପାରିଲା, ଭାବଭଙ୍ଗୀ ହିସାବରେ ହଉ କିମ୍ବା ମାନସିକ ହିସାବରେ ହଉ, ବିଭିନ୍ନ ପ୍ରକାର ଆପଣ ଡାକିଥିଲେ, ତାହେଲେ ଆମେ ସେ ଭାଷାକୁ ମାନକ ଭାଷା କହିଥାଉ। ଠିକ ଅଛି, ଠିକ ଅଛି। ନାଇଁ, ମୁଁ ତମକୁ ଡାଇଲେକ୍ଟ ଏସବୁ ଜିନିଷ ତମେ ଲେଖିକି ରଖିବା କଥା। ତମେ କେମିତି ହଁ, ମୁଁ ଲେଖିକି ରଖିଛି ସାର୍। ମୁଁ ଟିକେ ପଳେଇ ଆସିଛି ଆଉ ଗୋଟେ ଜାଗାକୁ, ମୋ ଖାତାଟା ନାହିଁ ପାଖରେ। ମୁଁ ପଳେଇ ଆସିଛି, ପଟ୍ଟାମୁଣ୍ଡେଇ ପଳେଇ ଆସିଛି। ତେଣୁ ମୁଁ ଆସି ପହଞ୍ଚିଲା ପରେ ମାନେ ମୁଁ ଦେଖିଲି ଯେ ଆପଣ ଦେଇଛନ୍ତି। ତେଣୁ ମୁଁ ପ୍ରସ୍ତୁତ ନଥିଲି, ମୁଁ ଘରେ ରଖିଦେଇ ଯାଇଛି ଖାତା ପତ୍ର। ଆଉ ମୁଁ କିଏ ଅଛ? ଏତେ ଅବହେଳା କରେନି। ଆଉ କିଏ ଅଛ ଲେଖିଛ ଯୋଉମାନେ? ସାର୍, ଯୋଗାଯୋଗର ଅଭାବ ଦେଶରେ ଯୋଉ ପାହାଡ, ନଦୀ ଆଉ ରାଜନୈତିକ ସୀମାରେଖା ଦ୍ଵାରା ଦେଶରେ ଯୋଗାଯୋଗର ଅଭାବ ଦୃଶ୍ୟରୁ ଦେଖାଯାଏ ଭାଷାର। ଧର ତମକୁ ପ୍ରଶ୍ନ ଆସିବ ଯେ ନିମ୍ନୋକ୍ତ ମଧ୍ୟରୁ କେଉଁ କାରଣ ହେତୁ ଗୋଟିଏ ଉପଭାଷା ସୃଷ୍ଟି ହୁଏ, ନାଇଁ? ବା ନିମ୍ନୋକ୍ତ ମଧ୍ୟରୁ ଦିଆଯାଇଥିବା ମାନେ କେଉଁ କାରଣଟି ନୁହେଁ ଦବ। ନେଟରେ ଏଭଳିଆ ପ୍ରଶ୍ନ ଆସୁଛି, ସବୁ ଚାକିରିରେ ଏଭଳିଆ ପ୍ରଶ୍ନ ଆସୁଛି। ହଁ, ଫଳରେ ଆଞ୍ଚଳିକ ଭାଷା ହୋଇଥାଏ। ବାସ୍, ଭେରି ଗୁଡ। ଗୋଟେ ଡିସପ୍ଲେସମେଣ୍ଟ ହେଇଗଲା, ମାନେ ଗୋଟେ ଜାଗାରେ ବିପର୍ଯ୍ୟୟ ହେଲା, ତାଙ୍କୁ ସ୍ଥାନାନ୍ତରୀକରଣ ହେଲା। ଯଦି ଜଣେ ଡିସପ୍ଲେସମେଣ୍ଟ ହେଇଗଲା, ମାନେ ବିଚ୍ଛିନ୍ନ ହେଇଗଲା, ମାନେ ବିଚ୍ଛିନ୍ନ କୁହାଯାଏ, ତାକୁ ସ୍ଥାନାନ୍ତରୀକରଣ କୁହାଯିବ। ସ୍ଥାନାନ୍ତରୀକରଣ କୁହାଗଲା, ତାର ଭାଷା, ସଂସ୍କୃତି, ତାର ସବୁ ଜିନିଷ ପରିବର୍ତ୍ତନ ହେଲା, ସେ ନୂଆ ଜାଗାକୁ ଯିବ। ତେଣୁ ନୂଆ ଜାଗାକୁ ଗଲେ ନୂଆ ଭାଷା ଏବଂ ତାର ଯୋଉ ମାତୃଭାଷା, ତାକୁ ଯୋଡିକି ଗୋଟେ ଭାଷା ସୃଷ୍ଟି ହବ। ସେଟା ମଧ୍ୟ ଉପଭାଷା ପର୍ଯ୍ୟାୟର ଭାଷାଟିଏ ସୃଷ୍ଟି ହେଲା। ତେଣୁକରି ଏଇ ସବୁ କାରଣକୁ ତମେ ଟିକେ ନୋଟ କରିକି ଲେଖିକି ରଖିବ, ଯାହା ଫଳରେ ତମେ ଜିନିଷଟା ଜାଣିପାରିବ। ଠିକ ଅଛି। ତାହେଲେ ଆମେ ଏଇ ଯୋଉ ଗୋଟିଏ ଉପଭାଷାକୁ ଅଧ୍ୟୟନ କଲେ, ଯଦି ଆମେ ଗୋଟେ ଡାଇଲେକ୍ଟ ଲାଙ୍ଗୁଏଜକୁ ଅଧ୍ୟୟନ କଲେ କଣ ଫଳ ମିଳିବ, ମୁଁ ତାକୁ ସଂକ୍ଷିପ୍ତରେ କହୁଛି। ଯେ ଆମେ ଜାଣିପାରିବା
ଯେ କୋଉ ଅଞ୍ଚଳ ସହିତ କୋଉ ଅଞ୍ଚଳର କଣ ଅଛି ମାନେ ସମ୍ପର୍କ ଅଛି। ଯେମିତି ଭାଷାଗତ ସମ୍ପର୍କରୁ ଯଦି ଆମେ ତମ ମନରେ ହଠାତ୍ ଗୋଟେ ପ୍ରଶ୍ନ ଆସୁଥିବ ଯେ ଆମେ ଯଦି ଭାଷାଗତ ସମ୍ପର୍କକୁ ଆଲୋଚନା କରିବା ବା ଗୋଟେ ଭାଷାକୁ ଅଧ୍ୟୟନ କରିବା ତାହେଲେ ଅନ୍ୟ ସବୁ ଜିନିଷ ଆମକୁ କେମିତି ଫଳପ୍ରଦ ହବ। କିନ୍ତୁ ମୁଁ ତାକୁ କହି ରଖିବାକୁ ଚାହେଁ ଯେ ଯଦି ଆମେ ଗୋଟେ ଭାଷାକୁ ଅଧ୍ୟୟନ କରିବା ସେ ଭାଷାରୁ ଆମେ ମାନେ ଧର ସାମାଜିକ ଅଧ୍ୟୟନ କରିପାରିବା। ଧର ଗୋଟେ ଫୁଲବାଣୀର ଗୋଟେ ଝିଅ ଆମର ଓଡିଶା ଆମର ଏଇ ସୋନପୁର ବୌଦ୍ଧ ଅଞ୍ଚଳରେ ବିବାହ ହେଲା। ତାର ଭାଷା ଆଉ ଆମର ଭାଷା ଭିତରେ ପାର୍ଥକ୍ୟ ରହିଛି। ତେଣୁ ଯେତେବେଳେ ବିବାହ ହେଇକି ସେ ଆସିବ ସେ ଯୋଉ ଭାଷାଟା କହିବ ଟିକେ ଅଲଗା ନିହାତି ହବ। ତାପରେ ଆ ଗୋଟେ ଭାଷାକୁ ଷ୍ଟଡି କଲେ ଆମେ କଣ ଜାଣିବା ନା ସାମାଜିକ ସମ୍ପର୍କ କଣ ରହିଛି ଜାଣିପାରିବା। ତାପରେ ବାଣିଜ୍ୟିକ ସମ୍ପର୍କ ଆମର କମର୍ସିଆଲ କମ୍ୟୁନିକେସନ କେମିତି ରହିଛି ଆମେ ସେ କମର୍ସିଆଲ ଆକ୍ଟିଭିଟିକୁ ମଧ୍ୟ ଜାଣିପାରିବା। ଆମର ଅଞ୍ଚଳର ଯୋଉ ବାଣିଜ୍ୟିକ ସମ୍ପର୍କ ବିଶେଷ ଭାବରେ କୋଉ ଅଞ୍ଚଳ ସହିତ ବେଶୀ ଜଡିତ ସେ ବିଷୟରେ ଆମେ ଶବ୍ଦ ଗୁଡାକୁ ଯେତେବେଳେ ଆଲୋଚନା କରିବା ପର୍ଯ୍ୟାଲୋଚନା କରିବା ଗୋଟିଏ ଉପଭାଷାକୁ ଓଡିଶାର ଯେକୌଣସି ଭାରତ ବର୍ଷର ହଉ ଯେକୌଣସି ଭାଷାକୁ ଆମେ ଯଦି ପର୍ଯ୍ୟାଲୋଚନା କରିବା ତାହେଲେ ଆମେ ଉପଭାଷା ଅଧ୍ୟୟନର ଗୋଟେ ଫଳ ଏସବୁ ଜିନିଷ ରହିଛି ବୋଲି ଆମେ କହିପାରିବା। ତାପରେ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ଥିଙ୍ଗ ହଉଛି ଯେ ଯଦି ଆମେ ଆମର ଉପଭାଷାକୁ କେମିତି ବିଭାଜିତ କରିପାରିବା। ଆମେ ମାନେ ସମସ୍ତେ ଜାଣିଛ ଯେ ଉପକୂଳ ଅଞ୍ଚଳର ଗୋଟେ ଭାଷା ସ୍ୱତନ୍ତ୍ର, ଗଞ୍ଜାମ ଅଞ୍ଚଳର ଗୋଟେ ଭାଷା ସ୍ୱତନ୍ତ୍ର, ତାପରେ ବାଲେଶ୍ଵର ଅଞ୍ଚଳର ଗୋଟେ ଭାଷା ସ୍ୱତନ୍ତ୍ର, ସମ୍ବଲପୁର ଅଞ୍ଚଳର ଭାଷା ସ୍ୱତନ୍ତ୍ର ଏବଂ ଆମର କୋରାପୁଟ ଅଞ୍ଚଳରେ ମଧ୍ୟ କିଛି ସ୍ୱତନ୍ତ୍ର ଭାଷା ବ୍ୟବହାର କରାଯାଏ। ଏଟା ଅଞ୍ଚଳ ବିଶେଷରେ। ତାପରେ ଯଦି ଆମେ ସାଇଣ୍ଟିଫିକ ଭାବରେ ଗୋଟେ ଭାଷାକୁ ବା ଗୋଟେ ବୈଜ୍ଞାନିକ ଦୃଷ୍ଟିକୋଣରୁ ଗୋଟେ ଉପଭାଷାକୁ ଯଦି ଆମେ କଣ କରିବା ନା ଆଲୋଚନା କରିବା ତାହେଲେ କଣ ହବ ନା ଆମକୁ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ବା ପ୍ରତ୍ୟେକ ଅଞ୍ଚଳରେ ସ୍ଥାନୀୟ ଭାଷା ଦେଖିବାକୁ ପାଇବା। ଯୋଉଟା ପୁରୀରେ ଯୋଉ ଭାଷା ବ୍ୟବହାର କରାଯାଉଛି ତାହା ବାଲେଶ୍ଵରରେ ବ୍ୟବହାର କରାଯାଉନଥିବ ଯଦିଓ ତାହା ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ। ତାପରେ ପୁରୀର ବିଭିନ୍ନ ସ୍ଥାନରେ ମଧ୍ୟ ଭିନ୍ନ ଭିନ୍ନ ଭାଷା ବ୍ୟବହାର କରାଯାଉଥିବ। କଟକରେ ଯଦି ତମେ ଏଇ ଦେଖିବ ଫୁଲନଖରା ରାୟପୁର ଏସବୁ ଜାଗା ଦେଖିବ ଏମାନଙ୍କର ଭାଷା ଗୋଟେ ତମେ ଯଦି ତମେ ଶତପ୍ରଭୂତ ଭାବରେ କଥାବାର୍ତ୍ତା କରୁଥିବେ ତମକୁ ଲାଗିବ ତମେ ଝଗଡା କରୁଛନ୍ତି ତମ ନାଇଁ ତ ଆମର ଭାରି ଜିଦିଆ ହେଲା। ତମେ ଦେଖିବ ଯୋଉ ଗୋଟେ ଜିନିଷ ତମକୁ ଦେଇଛନ୍ତି ମାନେ ତମକୁ ନେଇକି ହିଁ ଛାଡିବେ ସେମାନେ ବୁଝିହେଲା। ତ ଏଇ ଯୋଉ ଗୋଟେ ଗୋଟେ ଅଞ୍ଚଳର ଯୋଉ ଭାଷାର ସରଳୀକରଣ ବା ଗୋଟେ ଗୋଟେ ଭାଷାର ଯୋଉ ଲଗାମ କୁହାଯାଇପାରେ ଗୋଟେ ଗୋଟେ ମଧୁରତା କୁହାଯାଇପାରେ ଆମେ ସେଟା ଦେଖିବାକୁ ପାଇବା। ଗଞ୍ଜାମ ଅଞ୍ଚଳରେ ତମକୁ ସେଇଭଳିଆ ଭିନ୍ନ ଲାଗିବ। ସମ୍ବଲପୁରରେ ଯୋଉ ଭାଷା ବ୍ୟବହାର କରାଯାଉଛି ବୌଦ୍ଧରେ ସେ ଭାଷା ବ୍ୟବହାର କରାଯାଉନାହିଁ। ତେଣୁକରି ବୈଜ୍ଞାନିକ ପଦ୍ଧତିରେ ଗୋଟେ ଉପଭାଷାକୁ ଅବଲୋକନ କରିବା ଆଲୋଚନା କରିବା ଟିକେ ଦୁରୂହ ବ୍ୟାପାର ମାନେ ସମୟ ସାପେକ୍ଷ ଏବଂ ବ୍ୟୟବହୁଳ ପଦ୍ଧତି। ଏମିତି ଗୋଟେ ପଦ୍ଧତିରେ ମାନେ ଡାଇଲେକ୍ଟ ଲାଙ୍ଗୁଏଜ କୁ ଆମେ ଆଲୋଚନା କରିପାରିବା। ତାହେଲେ ଆଉ ଗୋଟେ ଦୃଷ୍ଟିରୁ ଆମେ ଆଲୋଚନା କରିପାରିବା ଯେ ଜାତିଗତ ଦୃଷ୍ଟିରୁ ଗୋଟେ କାଷ୍ଟ ଥ୍ରୋରୁ ଗୋଟେ ଭାଷାକୁ ମଧ୍ୟ ଅଧ୍ୟୟନ କରାଯାଇପାରେ। ଏଟା ମୁଁ କହୁନି ବହିରେ ଯୋଉଟା ଅଛି ବିଭିନ୍ନ ବହି ଭାଷା ବିଜ୍ଞାନ ବହିରେ ସେ ଦୃଷ୍ଟିରୁ ଯଦି ଆମେ ଗୋଟେ ଜାତି ଧର ଆଦିବାସୀ ମାନଙ୍କର ସ୍ୱତନ୍ତ୍ର ଭାଷା, ମେହେର ବା ଯୋଉମାନେ ବୁଣାକାର ମାନଙ୍କର ସ୍ୱତନ୍ତ୍ର ଭାଷା, ତମେ ଯଦି ଯିବ ପୁରୀ ଅଞ୍ଚଳକୁ ବ୍ରାହ୍ମଣ ମାନଙ୍କର ଗୋଟେ ସ୍ୱତନ୍ତ୍ର ଭାଷା ସେଠି। ତ ଏମିତି ଆଦିବାସୀ ହରିଜନ ତାପରେ ଦେଶିଆ କନ୍ଧ କୋଭି କିମ୍ବା ଆମର ଏମିତି ଯୋଉ ବିଭିନ୍ନ ଜାତି ସମ୍ପ୍ରଦାୟ ରହିଛନ୍ତି
ସେ ସମ୍ପ୍ରଦାୟ ମାନଙ୍କର ଭିନ୍ନ ଭିନ୍ନ ଭାଷା ରହିଛି। ତେଣୁ ସେ ଦୃଷ୍ଟିରୁ ମଧ୍ୟ ଗୋଟେ ଅଧ୍ୟୟନ କରାଯାଏ। ଆଉ ଗୋଟେ ଦୃଷ୍ଟି ହଉଛି ଯେ ଗଡଜାତ ଏବଂ ଆମର ଯୋଉଟା ମୋଗଲ ବନ୍ଦୀ, ଧର କିଛି ଏମିତି ଅଞ୍ଚଳ ଯେମିତି ଅନୁଗୁଳ, ଆମର ହେଣ୍ଡୋଳ, ତାପରେ ଆମର ଢେଙ୍କାନାଳ, ଏସବୁ ଯୋଉ ଗଡଜାତ, ଢେଙ୍କାନାଳ ଗୋଟେ ଗଡଜାତ, ସୋନପୁର ଗୋଟେ ଗଡଜାତ, ପାଟନାଗଡ ଗୋଟେ ଗଡଜାତ, ଏମାନେ ଗଡଜାତ ମାନେ ସ୍ଵାଧୀନ। ଏମାନେ ତମେ ଜାଣିଛ ଯେ ଭାରତ 1947 ମସିହାରେ ସ୍ଵାଧୀନ ହେଲା। ତ ସେ ପର୍ଯ୍ୟନ୍ତ କିଛି ଗଡଜାତ ରାଜ୍ୟ ମିଶି ନଥିଲେ। ଇଭିନ୍ ଆମର ଯୋଉ ପାଟଣା ରାଜା, ଏବେ ଯିଏ ଆମର ଉପମୁଖ୍ୟମନ୍ତ୍ରୀ ଅଛନ୍ତି କେଭି ସିଂ ଦେଓ, ତାଙ୍କର ପୂର୍ବ ପୁରୁଷ ଆମର ଯିଏ ତମେ ଜାଣିଥିବ ଯେ ରାଜେନ୍ଦ୍ର ନାରାୟଣ ସିଂହ ବୋଲି ଗୋଟେ ରାଜା ଥିଲେ, ସେ ସିଗ୍ନେଚର କରିଥିଲେ ଓଡିଶା ସହିତ ମିଶିବା ପାଇଁ, ବୁଝି ହଉଛି। ନହେଲେ ତାପରେ ଆଉ କିଛି ଗଡଜାତ, ଢେଙ୍କାନାଳ, ଅନୁଗୁଳ ସବୁ କେବେ ମିଶିଲା? 1936 ଏପ୍ରିଲ 1 ଆମେ କହୁଛୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ବା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେଲା ଭାଷା ଭିତ୍ତିକ ଦୃଷ୍ଟିରୁ। ନହେଲେ ଆମର ଯୋଉ ସମ୍ବଲପୁର ଏ ଏ ସାଇଡ ର ସବୁ ଆମେ ମଧ୍ୟପ୍ରଦେଶ ସହିତ କଣ ଥିଲା, ଏମାନେ ଇଂରେଜ ମଧ୍ୟପ୍ରଦେଶ ପ୍ରେସିଡେନ୍ସିରେ କିଛି ପ୍ରେସିଡେନ୍ସି ଗଠନ କରିଥିଲେ ଇଂରେଜ ମାନେ, ମଧ୍ୟପ୍ରଦେଶ ପ୍ରେସିଡେନ୍ସିରେ ଥିଲା। ତେଣୁକରି ଏମାନେ ଯେତେବେଳେ ଅଲଗା ହେଲେ ବା ଗଡଜାତ ହେଇକି ଥିଲେ, ଏମାନେ ପୁଣି ମିଶ୍ରିତ ହେଇଛନ୍ତି। ତେଣୁ ଆମେ ଆଉ ତମର ସେପଟ ଉପକୂଳ ଅଞ୍ଚଳ ମୋଗଲ ବନ୍ଦୀ ଥିଲା। ତେଣୁ ଏଇ ଯୋଉ ମୋଗଲ ବନ୍ଦୀ ଅଞ୍ଚଳ ଏବଂ ଗଡଜାତ ଅଞ୍ଚଳ ଦୃଷ୍ଟିରେ ମଧ୍ୟ ଏଟା ଏଟା ଯେ କୋଉ କୋଉ ଆପ୍ଲିକେବୁଲ ହେଲା, ମତେ କିଏ କହିପାରିବ ଏଥିରେ କୋଉ କାରଣ ହେତୁ ଏମିତି ଗୋଟେ ଭାଷା ଅଧ୍ୟୟନ କରାଯାଇ ପାରେ ବୋଲି କୁହାଯାଉଛି? କିଏ ଦେଖିବା ଇଣ୍ଟେଲିଜେଣ୍ଟ ପିଲା। ଏଟା ଗୋଟେ ଷ୍ଟେଟମେଣ୍ଟ, ଧର ତମର ଯୋଉ ପଡୁଛି ଷ୍ଟେଟମେଣ୍ଟ ଗୋଟେ 10ଟା ଖଣ୍ଡେ ପଡୁଛି, ମତେ କୁହ ତ ଯଦି ଏମିତି ଗୋଟେ ଷ୍ଟେଟମେଣ୍ଟ ଦିଆଯାଏ ଯେ କୋଉ ମୋଗଲ ବନ୍ଦୀ ଆମର ସରି ଏଟା କୋଉ ଭାଷାର କୋଉ କାରଣର ଅନ୍ତର୍ଭୁକ୍ତ ହଉଛି, ମାନେ ଭାଷା ଉପଭାଷା ସୃଷ୍ଟି ହେବାର ମୋଗଲ ବନ୍ଦୀ ଏବଂ ଗଡଜାତିଆ, ମୋଗଲ ବନ୍ଦିଆ ଏବଂ ଗଡଜାତିଆ ଏଇ ଭଳି ଭାବରେ ଓଡ଼ିଆ ଭାଷାକୁ ଅଧ୍ୟୟନ କରିବା ପାଇଁ ଏଥିରେ ଉପଭାଷାର କେଉଁ କାରଣଟି ମାନେ ସଠିକ ଲାଗୁଛି, ମାନେ ପ୍ରଯୁଜ୍ୟ, କୁହ ତ? କେହି କହିପାରିବ? ମୋ କଥା ଶୁଭୁଛି ତ? ଆଜ୍ଞା ସାର୍। ହଁ ହଉ, ଏଥିରେ କୋଉଟା ପ୍ରଯୁଜ୍ୟ ହେଇପାରିବ ମତେ କହିଲ? ସାରେ ଗଡଜାତ ମିଶ୍ରଣ ହବ। ନା ନା ନା, ମୁଁ କହିଲି ଧର ମୁଁ ଯେମିତି କହିଲି ତମକୁ ଜାତି ଭିତରେ ଗୋଟେ ଉପଭାଷାକୁ ଅଧ୍ୟୟନ କରାଯାଉ, ଏମିତି ଗୋଟେ ବ୍ୟବସ୍ଥା କରାଯାଇପାରେ। ଅଞ୍ଚଳ ସାଇଣ୍ଟିଫିକ ଦୃଷ୍ଟିରୁ ଆମେ ପ୍ରତ୍ୟେକ ଡିଷ୍ଟ୍ରିକ୍ଟରେ ଅନେକ ଭାଷା ଅଛି, ତାକୁ ଅଧ୍ୟୟନ କରିପାରିବା। ଯଦି ଓଡିଶାକୁ ଦୁଇ ଭାଗରେ ସେ ସମୟରେ ବିଭକ୍ତ କରାଯାଇଥିଲା, ତମେ ଜାଣିଛ ମୋଗଲ ମାନଙ୍କର ପରେ କିଏ ଆସିଛନ୍ତି? ଇଂରେଜ ମାନେ ଆସିଛନ୍ତି। ମରହଟ୍ଟା ମାନେ କିଛି ସମୟ ଶାସନ କଲେ। ମୋଗଲ ମାନେ ମୋଗଲ ମାନେ ମୋଗଲ ମାନଙ୍କର ଦୁର୍ବଳତା ପରେ ଇଂରେଜ ମାନେ ଆସିଲେ। ପ୍ରଥମେ ଭାସ୍କୋ ଡା ଗାମା ଆସିଥିଲେ, ତମେ ଜାଣିଛ। ତାପରେ ଇଏ ପର୍ତ୍ତୁଗିଜ ହେଲା, ତାକୁ କିଛି ଜାଗା ଦିଆଯାଇଥିଲା ଆମର କାଲିକଟ ଠାରେ। ସେ କିଛି ଉପନିବେଶ ତିଆରି କରିଥିଲେ। ତାପରେ ପରେ ଇଂରେଜ ମାନେ ଆସିକି ତାଙ୍କର କମ୍ପାନୀ ଆରମ୍ଭ କଲେ। ଏମିତି ବ୍ୟବସ୍ଥା ଗୋଟେ ଇତିହାସରେ ଅଛି, ଏମିତି ଘଟଣା ଟିକେ ଘଟିଛି। କିନ୍ତୁ ତା ପୂର୍ବରୁ ଯଦି ଆମେ ଦେଖିବା, ମୁଁ ତମକୁ କହୁଛି ଯେ ଓଡିଶାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିଲା। ଯେ ଓଡିଶାର ଅଞ୍ଚଳ ଗୁଡିକୁ, ରାଜ୍ୟ ଗୁଡିକୁ, ଗୋଟେ ହଉଛି ମୋଗଲ ବନ୍ଦୀ ରାଜ୍ୟ ବା ମୋଗଲ ମାନଙ୍କ ଦ୍ଵାରା ଯୋଉମାନେ ଶାସିତ ହେଉଥିଲେ, ଏବଂ ଆଉ ଗୋଟେ ଗଡଜାତ। ଗଡଜାତ ମାନେ ଇଣ୍ଡିପେଣ୍ଡେଣ୍ଟ, ସ୍ଵାଧୀନ। ସେମାନେ ଗୋଟେ ଗଡ, ସୋନପୁର ଗଡ, ବରଗଡ ହେଲା, ଏଟା କଣ ଗୋଟେ ଗଡଜାତ। ଭବାନୀ ଆମର ପାଟନାଗଡ, ବୁଝିଲ, ଏଟା ଗୋଟେ ଗୋଟେ ଗଡଜାତ ରାଜ୍ୟ। ଢେଙ୍କାନାଳ ଏସବୁ ଗୋଟେ ତମର ପରଜଙ୍ଗ, ତାପରେ ତମର ସେପଟୁ ପାଲହଡା, ଏଟା ସବୁ ସବୁ କଣ ଗୋଟେ ଗଡଜାତ। ଦେବଗଡ, ଏଟା ସବୁ ଗଡଜାତ ରାଜ୍ୟ, ବୁଝି ହଉଛି। ତମେ ସେପଟେ ଦେଖ ତ, ସେପଟେ ସେମିତି ଗଡ ନାହିଁ। ସୁନ୍ଦରଗଡ, ଏଇ ଯୋଉ ଜାଗା ତମେ କହୁଛି ମୁଁ,
ସବୁ ଆମର ପଶ୍ଚିମାଞ୍ଚଳରେ ସବୁ ଗଡ଼ ଥିବା ନା ଅଛି। ପୂର୍ବ ଓଡିଶାରେ ସେମିତି କିଛି ଅଛି କି? ନାହିଁ ନାହିଁ। ତେଣୁ ସେଟା ହଉଛି ମୋଗଲ ବନ୍ଦୀ ଅଞ୍ଚଳ। ତେଣୁକରି ମୋର କହିବାର କଥା ଯେ ଏଠି ଯୋଉ ମୁଁ ତମକୁ କାରଣ କହିଥିଲି ଯେ ଏଇ କାରଣ ହେତୁ ଗୋଟେ ଉପଭାଷା ସୃଷ୍ଟି ହୁଏ। ଏଠି କୋଉ ଉପଭାଷାଟି କୋଉ ନିୟମଟି ପ୍ରଯୁଜ୍ୟ ହଉଛି ମତେ କୁହ। ଏଠି ପ୍ରଯୁଜ୍ୟ ହଉନି ମାନେ ରାଜନୈତିକ ସୀମାରେଖା ହଉଛି କି ନାହିଁ? ହ୍ୟାଲୋ। ଆଜ୍ଞା ସାର୍। ଦେଖ ଗୋଟେ ରାଜନୈତିକ ଆଜ୍ଞା ସୀମାରେଖା ଦିଆଗଲା, ଏଇଟା ଗଡଜାତ ଅଞ୍ଚଳର ଏ ରାଜ୍ୟଟା ଏତିକି, ସେ ରାଜ୍ୟଟା ସେତିକି, ମୋଗଲ ବନ୍ଦୀ। ତେଣୁକରି ମନେ ରଖ ଯେ ଗଡଜାତ ଅଞ୍ଚଳର ଯୋଉ ଭାଷା ବ୍ୟବହାର କୁହାଯାଉଥିଲା ତାକୁ କଣ କୁହାଯାଉଥିଲା? ତଜପଟିଆ, ତଜପଟିଆ, ତଜପଟିଆ ବା ଗଡଜାତିଆ। ନାଇଁ ସରି, ଆମର ଗଡଜାତ ଅଞ୍ଚଳର ଯୋଉ ଭାଷା ବ୍ୟବହାର ହଉଥିଲା ତାକୁ କୁହାଯାଉଥିଲା ଗଡଜାତିଆ, ଗଡଜାତିଆ। ଏବଂ ମୁଗଲ ବନ୍ଦୀ ଅଞ୍ଚଳରେ ଯୋଉ ଭାଷା ବ୍ୟବହାର କରାଯାଉଥିଲା ତାକୁ କୁହାଯାଉଥିଲା ତଜପଟିଆ ବା ଆମର ମୋଗଲ ବନ୍ଦିଆ। ମନେ ରଖ, ଏଟା କ୍ୱେଶ୍ଚିନ୍ ଆସିପାରେ। ଉଣେଇଶହ ସଡ଼ଚାଳିଶ ମସିହାରେ ପିଲାମାନେ ଏଇ ଯୋଉ ଗଡଜାତିଆ ଏବଂ ମୋଗଳ ବନ୍ଦିଆ ଯୋଉ ଥିଲେ ଏରା ସବୁ ଭାରତ ବର୍ଷରେ ସବୁ ମିଶିଗଲେ। ଠିକ ଅଛି। ଲେଖିଲ? ଆଜ୍ଞା ସାର୍। ତାପରେ ଆମେ ଆଲୋଚନା କରିବା ଆଜି ଆମର ଯୋଉ ହଁ, ଆଉ ଗୋଟେ ମୁଁ ତମକୁ କହିଦେବି ଯେ ଆମେ ଆଜି ଆଲୋଚନା କରିବା କୋଉ ଭାଷା ସମ୍ପର୍କରେ, ନା ସମ୍ବଲପୁରୀ ଭାଷା ସମ୍ପର୍କରେ ଆଲୋଚନା କରିବା। ବିଶେଷ ଭାବରେ ସମ୍ବଲପୁରୀ ଭାଷା କହିଲେ ଆମେ କୋଉ ଅଞ୍ଚଳର ଉପଭାଷାକୁ ବୁଝେଇବା? ଆମେ ବୁଝେଇବା ବୌଦ୍ଧ, ଆମେ ବୁଝେଇବା ସୁନ୍ଦରଗଡ଼, ବରଗଡ଼, କଳାହାଣ୍ଡି, ବଲାଙ୍ଗୀର, ତାପରେ ଆମର ରହିଗଲା ଦେବଗଡ଼, ତାପରେ ଆମର ଏପଟେ ରହିଗଲା ଏ ପଶ୍ଚିମାଞ୍ଚଳର ଯେତିକି 11ଟା ଡିଷ୍ଟ୍ରିକ୍ଟକୁ ଆମେ ସମ୍ବଲପୁରୀ ବା ସମ୍ବଲପୁରୀ ଆଞ୍ଚଳିକ ଭାଷା ଭାବରେ ଆମେ ବୁଝିବା। ତାହେଲେ ଏଇ ଅଞ୍ଚଳର ଉପଭାଷା ଯଦି ଆମେ ଅଧ୍ୟୟନ କରିବା ତାହେଲେ ସମ୍ବଲପୁରୀ ଅଞ୍ଚଳର ଉପଭାଷାର ତ ଆମେ କୋଉ କୋଉ ଗୁଣଟି ପାଇବା? ନା ସଂସ୍କୃତ ତଦ୍ଭବ ଶବ୍ଦ ଦେଖିବାକୁ ପାଇବା, ସଂସ୍କୃତ ଏବଂ କିଛି ତଦ୍ଭବ କିଛି ତତ୍ସମ ଶବ୍ଦ ମଧ୍ୟ ଦେଖିବାକୁ ପାଇବା। ଏହା ଛଡା କଣ ଦେଖିବାକୁ ପାଇବା? ହିନ୍ଦୀ, ଛତିଶଗড়ୀ, ଆଦିବାସୀ ଭାଷାର ଆମେ ବହୁ ଶବ୍ଦ ଆମେ ସମ୍ବଲପୁରୀ ଅଞ୍ଚଳର ଭାଷାରେ ପ୍ରଚଳିତ ଥିବା ଦେଖିବାକୁ ପାଇବା। ଏଟା ଗୋଟେ କଥା ଗଲା। ତାପରେ ଆଉ କିଛି ମୁଁ ସାର୍ ଲକ୍ଷଣ ତତ୍ସମ ଆଉ କେଉଁ ଶବ୍ଦ? ତତ୍ସମ, ତଦ୍ଭବ। ଦେଖ ସଂସ୍କୃତ ଶବ୍ଦ ଗୋଟେ କିଛି ଡାଇରେକ୍ଟ, ତାପରେ ତଦ୍ଭବ, ତତ୍ସମ, ତାପରେ ହିନ୍ଦୀ ଶବ୍ଦ, ହିନ୍ଦୀର ପ୍ରଭାବ, ତାପରେ ଛତିଶଗড়ୀ, ତାପରେ ଆଦିବାସୀ। କୋଶ୍ଚିନ୍ ଦେଇଦବ ଯେ ତତ୍ସମ ତଦ୍ଭବ ଛଡା ବ୍ୟତୀତ ଛତିଶଗড়ୀ, ଆଦିବାସୀ ଏବଂ ହିନ୍ଦୀ ଭାଷାର ପ୍ରଭାବ ଓଡିଶାର କେଉଁ ଆଞ୍ଚଳିକ ଭାଷାରେ ଦେଖିବାକୁ ମିଳେ? ଦେଇଦବ ଗଞ୍ଜାମ, ଦେଇଦବ, ଏମିତି ଦେଇଦବ
ହେଲା ଗଞ୍ଜାମ ଅଞ୍ଚଳର ବା ବାଲେଶ୍ୱରୀ ବ୍ରହ୍ମପୁରୀ ଓ ସମ୍ବଲପୁରୀ ଓଡିଆ ଦେଇଦବ ହେଲା ତମେ ଜାଣିବ ସେଠି। ତାପରେ କିଛି ତମେ ପଏଣ୍ଟ କରି ଲେଖ ଉପରେ ଲେଖିଦିଅ ସମ୍ବଲପୁରୀ ଉପଭାଷା ହେଲା। ଆଜି ଆମେ ସମ୍ବଲପୁରୀ ଉପଭାଷା ବିଷୟରେ ଆଲୋଚନା କରିବା। ଠିକ ଅଛି। ଏ ସମ୍ବଲପୁରୀ ଉପଭାଷାରେ ଆମେ ସାଧାରଣତଃ ଓଡ଼ିଆ ଭାଷା ଠାରୁ ଆମେ ଓଡ଼ିଆ ଭାଷା ବ୍ୟତୀତ ବା ଭିନ୍ନ ଅନେକ ଶବ୍ଦ ଆମେ ସ୍ୱତନ୍ତ୍ର ଶବ୍ଦ ଦେଖିବାକୁ ପାଇବା ଏବଂ କିଛି ଓଡ଼ିଆ ଶବ୍ଦ ମଧ୍ୟ ଦେଖିବାକୁ ଏଥିରେ ପାଇବା। ଯେମିତି କିଛି ଶବ୍ଦ ପାର୍ଥକ୍ୟ ରହିଛି। ତମ ଓଡ଼ିଆରେ କୁହାଯାଏ ବିଲାତି କୁ ବିଲାତି ବାଇଗଣ ବୋଧେ କୁହାଯାଏ, ଟମାଟୋ ଯାହାକୁ କହୁଛ। ଆମର ପଶ୍ଚିମ ଓଡ଼ିଶାରେ କୁହାଯାଏ ପାତଲ ଘଣ୍ଟା। ତମର ସେପଟେ କଖାରୁ କୁହାଯାଏ। ଆମର ଏପଟେ କଖାରୁକୁ ମାଖନ କୁହାଯାଏ। ପାଣି କଖାରୁକୁ ତମେ ଯୋଉଟା ବୋଇତାଳୁ କହୁଛ, ବୋଇତାଳୁ ବୋଧେ ନାଇଁ, ଯୋଉଟା ବଡି ଫଡି କରନ୍ତି ସେଟା କଣ? ପାଣି କଖାରୁ। ଆଉ ବୋଇତାଳୁ କୁହନ୍ତି? ବୋଇତାଳୁ କଣ? ମାଟି ଆଳୁକୁ ସେ ପାଣି କଖାରୁକୁ ବୋଇତାଳୁ କହନ୍ତି। ବୋଇତାଳୁ। ଆଚ୍ଛା। କଖାରୁକୁ ଆଁ ବୋଇତାଳୁ କହନ୍ତି। କଣ? କ- ମୁଁ ପରା କହିଲି ଆମର କଖାରୁ ବୋଇତାଳୁ ତମ ସେପଟେ ଦିଟା କଖାରୁ, ଗୋଟେ ହଉଛି ସାଧା କଖାରୁ ଆଉ ଗୋଟେ ଯୋଉଥିରେ ବଡି ଫଡି। ବୋଇତାଳୁ କଖାରୁ ପତା ନାହିଁ, ମୁଁ ଜାଣିନି, କିନ୍ତୁ କଖାରୁକୁ ହଁ ଠିକ ଅଛି। ଆମର ଏପଟେ ମାଟି ଆଳୁକୁ। ସେ ବଢି ପଡେ ଯୋଉଟା, ସେଟା ହଉଛି ପାଣି କଖାରୁ। ହଁ ସେଇ ପାଣି କଖାରୁକୁ ଆଉ ଆମ ସେପଟେ ଆମ ପଶ୍ଚିମାଞ୍ଚଳରେ ବୋଇତାଳୁ ଆମ ଆଡେ ତ ପାଣି ଆପଣଙ୍କ କଖାରୁକୁ ସାଡେ ମାଖନ କହନ୍ତି କଖାରୁକୁ। ହଁ ଆମର ଏପଟେ ମାଖନ କୁହାଯାଉଛି। ତାପରେ ତମ ସେପଟେ ତାର ଯୋଉ ପାତଲ ଘଣ୍ଟା କାହାକୁ କୁହାଯାଉଛି? ତମର ଘଣ୍ଟା ସେପଟେ ହଉଛି ଯୋଉଟା ଟମାଟରକୁ। ଟମାଟୋ ବା ତମର ଯାହା ଆମେ ବିଲାତି ଟମାଟୋ। ବିଲାତି କୁହାଯାଉଛି। ସାରେ ଆପଣଙ୍କର ପିଆଜ ଆମ ଏପଟେ ପାତଲ ପିଆଜକୁ ଘଣ୍ଟା ଉଇଲ୍, ଟମାଟର। ପିଆଜକୁ ଉଇଲ୍, ଆଜ୍ଞା। ଠିକ ଅଛି। ସାର୍ ଆଉ ତାପରେ ଟିକେ କହିଲେ ଭଲ ଲାଗୁଛି ପିଆଜକୁ। ଉଇଲ୍ ଉଇଲ୍ ତାପରେ ଘଷି, ତମ ସେପଟେ ଯୋଉଟା ଘଷି କହୁଛ, ଏଠି ଛେନା କୁହାଯାଏ। ସାରେ ହେଲା ଛେନା ଦିଟା ଅର୍ଥରେ କୁହାଯାଏ। ଧର ଯୋଉଟା ଘଷିକୁ ତମେ ଗୋବରକୁ ଘଷି କହୁଛ ନାଇଁ, ଏଇଆ ତ? ଆଜ୍ଞା। ଆମର ଏପଟେ ଛେନା ମଧ୍ୟ କୁହାଯାଏ ଏବଂ ଆଉ ଗୋଟେ ହଉଛି ଖର୍ସି। ଖର୍ସି ହେଲା, ଦିଟା ଜାଣିଥ ଖର୍ସି। ଏବେ କଣ ହେଇଛି କି, ଆମର ଏଇ ଅନନ୍ତ ନାରାୟଣ ଜେନା, ପ୍ରଫେସର ଅନନ୍ତ ନାରାୟଣ ଜେନା ବୋଲି ଗୋଟେ ଆମର ଯୋଉ ଓଡିଆ ୟୁନିଭରସିଟି ଅଛି ସତ୍ୟବାଦୀରେ, ସେଠି ସିଲାବସ ରେ ଗୋଟେ ଅଛି ଯେ ଓଡିଶାର ନେଚୁରାଲ ଲାଙ୍ଗୁଏଜ, ପ୍ରାକୃତିକ ଭାଷା, ସେଇ ସିଲାବସ ରୁ ମଧ୍ୟ ନେଟରେ କ୍ୱେଶ୍ଚିନ୍ ଆସିବାର ସମ୍ଭାବନା ବହୁତ ଅଛି। କାରଣ ସେ ଉପରେ ଗୋଟେ ବହି ଏବେ ବାହାରିଛି ଆମର ଅନନ୍ତ ନାରାୟଣ ଜେନାଙ୍କର, ଓଡିଶାର ପ୍ରାକୃତିକ ଭାଷା ଅଧ୍ୟୟନ। ସେ କରିଛନ୍ତି, ଅଧ୍ୟୟନ କରିଛନ୍ତି ବୋଧେ, ମୁଁ ସେ ବହିଟା ଆଁ ପିଜୁଳି କି ପଶ୍ଚିମ ଓଡିଶାରେ କଣ କହନ୍ତି? ପିଜୁଳିକୁ ଏଠି କୁହାଯାନ୍ତି ମାୟା। ମାୟା। ତାପରେ ଘଷି, ତମେ ଯୋଉଟା ଛେନା କହୁଛ, ସରି, ତମ ସେପଟେ ଘଷି କୁହାଯାଏ, ଆମ ପଟେ ଛେନା କୁହାଯାଏ। ଏବଂ ଆଉ ଗୋଟେ ହଉଛି କ୍ଷୀରରୁ ଯୋଉଟା ପନିର ତମେ କହୁଛ, ପନିର କୁ ମଧ୍ୟ ପଟେ ଆମର ଛେନା, ଧର ଗୋଟେ ଛେନାରେ ତିଆରି ହେଇଥିବା ମିଠାକୁ ଛେନା ଗଜା, ହେଲା ଏମିତି କୁହାଯାଉଛି। ଆମର ଏପଟେ ଆଉ ଗୋଟେ ପଶୁକୁ ଯଦି ଦେଖିବା, ବିଲୁଆକୁ ତମ ସେପଟେ ବିଲୁଆ କୁହାଯାଏ। ଓଡିଆରେ ତାକୁ ବିଲୁଆ ଯଦି କୁହାଯାଉଛି, ସମ୍ବଲପୁରୀ ଭାଷାରେ କୁଲିଆ କୁହାଯାଏ। କୁଲିଆ। ତମର ଜାବି ଧରିବାକୁ ଆମ ଆଡେ ଚାପି ଧରିବା, ବା ଓଡିଶାରେ ପଶ୍ଚିମାଞ୍ଚଳରେ ଚାପି ଧରିବା ବୋଲି କୁହାଯାଏ। ଓଡିଆରେ ଯେମିତି ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜରେ ମୁଁ କୁହାଯାଏ, ପଶ୍ଚିମାଞ୍ଚଳରେ ମୁଇଁ କୁହାଯାଏ। ମୁଇଁ। ଓଡିଆରେ ତୁକୁ କୁହାଯାଏ, ସମ୍ବଲପୁରୀରେ ତାକୁ ତୁଇ କୁହାଯାଉଛି। ସେମିତି ଓଡିଆରେ ତାହାକୁ ଯୋଉଟା କୁହାଯାଉଛି,
संबलपुरी रे हेटा हेता के दियो माने ताहाकू दियो हेता के बहिटा देई करे आसबु तो ହେଟା କୁହାଯାଏ। हेता 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 के बहिटा देई करे आसबु माने धर मुई क्लास नाय करी कि बारंडा रे बुलुची हमर प्रिंसिपल आसबे किबा हमर भिसी आसबे हे फर्स्ट ईयर पिला को हेता को टिके नाय क्लास कर देते सर माने हेता को माने ताहाकू बुझी होचे किबा जने जने पर्सन जदी आसला सर हे लॉकर रु काढी करी हेता के पैसा दे देबे तो हेता के माने ताहाकू बुझी ଆଜ୍ଞା। ହୁଁ तापर तमे जो जेउ कहा जाए जेउ जेउ को जेन संबलपुरी रे जेन कहा जाए जेउठी आमो एठी कहा जाए जेन जेन तने पकई दउचू तू केनता करूचू माने तू आमे तो पर सेठी कहा जाए जोठी सेठी कोन पकई दउचू जे कोन तू जोठी सेठी पकई दउचू कोन हमर एठी जे संबलपुरी रे जेने तेने काना पकई दउचू हैला ये किछि कथा गला तापरे आमे जदि ध्वनि क्षेत्र को आसीबा लिंग्विस्टिक्स आमे आसीबा लिंग्विस्टिक्स पाखकू ध्वनि क्षेत्र को जदि आसीबा ताले ओडिया वर्णबोध तमे माने सब देखिथिबो दीटा ल रो व्यवहार अछि ल एवं अळ नै हमर ओडिया रे ल इ संबलपुरी रे ल अळ एमति किछि नाही गोटे दीटा ल थिबा जेमति हमर ये बेंगोली रे नाही बेसी स नाही तमे गोटे स तांकर अछि जेंति जेमति आमी तुमी के भालोबासे गोटे स हला उच्चारण तांकर गोटिए बा लेखिबे मध्य गोटिए तो ठीक सेमति हमर अछि ल ल एवं अण इटा परिवर्तित हुए माने तमर जोटा ओडिया रे फल हम एठी कहला बेले से माने कहबे फल ओडिया रे जेमति जल एठी कहबे जल हैला एमती परिवर्तित हुए स्वतःपूर्त परिवर्तित एटा ठीक संबलपुरी उपभाषा रे ल को मु जेमति तमर अळ को एठी ल माने ल कुहा जाय जेमति बलद बलद को संबलपुरी रे बलत कहा जाए बलत हैला एठी परिवर्तित हैला ल जगह रे हमर अळ जगह रे ल व्यवहार हैला नै बलद एठी कोन करा जीवो संबलपुरी रे बलद हैला एठी कोन परिवर्तित हैला ल स्थान रे ल रो आसिला नै जे तापर यदि आमे अण अण दन्ते न जहा को तमे कहउछ ए अण को न रे परिवर्तित हुए न केमती हुए जेमती हाँ न हुए मु तार उदाहरण देबी हाँ ठीक से भली भाबरे ओ को उ माने ओ स्थान रे उ उच्चारित हुए उ ध्वनिटा व्यवहृत करा जाए जेमती कोइली हमर एपटे कहा जाए कोइली को कुइली तमर से अण कथा मु कहतली कोन को ने काना 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 बो काना काना कहउछु बुझी होची କଣ କୁ ସାର୍ କାଣା କୁହାଯାଏ? काना 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 एंती अण नाही न आसीबो उच्चारण हबो हैला तापरे तम माने जानिथ्यो सिलेबुल कथा मु टे कहे सेटा सिलेबुल गोटे स्वतंत्र पाठ किंतु ए स्थान रे जेतु से जिंसटा आसीची मु कहि दे साधारणतः ओडिया अक्षर रो सर्वदा मुक्त अर्थात ओडिया रे प्रत्येक जो हमर सिलेबुल रहिची शेष रे कोन हुए
ସ୍ୱରବର୍ଣ୍ଣ ଥାଏ, ସିଲେବୁଲର ଶେଷରେ ସ୍ୱରବର୍ଣ୍ଣ ଥାଏ। କିନ୍ତୁ ଆମର ଏଟା ଯେତିକି ଜାଣିଥାଅ ଯେ ଓଡ଼ିଆରେ ଯୋଉ ଅକ୍ଷର ଅଛି, ଯୋଉ ବର୍ଣ୍ଣ ମାନେ ଅକ୍ଷର, ସିଲେବୁଲର ଓଡ଼ିଆ ହଉଛି ଅକ୍ଷର ହେଲା। ତ ଅକ୍ଷର ଥାଏ, ସେ ସିଲେବୁଲ ର ଶେଷ ଯୋଉଟା ଅନ୍ତିମ ସରୁଛି ଯୋଉଠି ସେଠି ସ୍ୱରବର୍ଣ୍ଣ ଥାଏ, ମନେ ରଖ ଓଡ଼ିଆ ଭାଷାରେ। କିନ୍ତୁ ଆମର ଯୋଉ ସମ୍ବଲପୁରୀ ଉପଭାଷା ରହିଛି, ଏ ସମ୍ବଲପୁରୀ ଉପଭାଷାରେ ଅନେକ ଶବ୍ଦ ଯେମିତି ବ୍ୟଞ୍ଜନାଶ୍ରିତ ହୁଏ, ବ୍ୟଞ୍ଜନ ବର୍ଣ୍ଣ ରୁହେ, ଯେମିତି ଭାତ, ତରେ ହଳନ୍ତ, ତମର ସେପଟେ ଭାତ, ଅ, ଭା, ଭ, ଭ ହଳନ୍ତ, ତାପରେ ପ୍ଲସ୍ ଦେଲ, ତାପରେ ଆ, ଭା ଆ, ତ ହଳନ୍ତ, ତ, ତ ହଳନ୍ତ, ଅ, କଣ ହେଲା? କେତେଟା ସିଲେବୁଲ ହେଲା ଏଠି? ଭା ଦୁଇଟା, ତ ଚାରଟା ସିଲେବୁଲ, ନାଇଁ? କେତେଟା ଅକ୍ଷର ହେଲା? ହୟ ଭାତରେ କେତେଟା? ଚାରିଟା ସାର୍। ଚାରଟା ସିଲେବୁଲ ହେଲା, ବୁଝି ହଉଛି କି ନାଇଁ? କିନ୍ତୁ ସମ୍ବଲପୁରୀରେ 3ଟା ସିଲେବୁଲ ବ୍ୟବହାର ହବ। ଦେଖ, ଭ, ତାପରେ ଆ, ଭା ହେଲା, ତାପରେ ତ ହଳନ୍ତ, ଭାତ। ଭାତ ମାନେ କଣ? ବ୍ୟଞ୍ଜନ ହେଲା, ନାଇଁ? ତଟା କଣ? ବ୍ୟଞ୍ଜନ ବର୍ଣ୍ଣ। ଯଦି ତ ଅ ହେଇଯିବ ମାନେ ତ ହେଇଯିବ ହେଲା, ହଳନ୍ତ ଥିବା ପର୍ଯ୍ୟନ୍ତ ସେ ସିଲେବୁଲ, ବୁଝି ହଉଛି କି ନାଇଁ? ମାନେ ଗୋଟେ ଅକ୍ଷର, ତାପରେ ତ ହେଇଗଲେ ଆକାର ଲାଗିଗଲା କି ନାଇଁ? ତ ଅ ଶୁଭୁଛି କି ନାଇଁ? ଅ ଉଚ୍ଚାରଣ ହଉଛି ଆଜ୍ଞା ନା ନାଇଁ? ସେ କଣ? ଆଜ୍ଞା ସ୍ୱରବର୍ଣ୍ଣ। ତେଣୁକରି ଆମର ଓଡ଼ିଆ ଭାଷା, ସମ୍ବଲପୁରୀ, ଡିଫରେନ୍ସ ବିଟୱିନ୍ ସମ୍ବଲପୁରୀ ଲାଙ୍ଗୁଏଜ ଆଣ୍ଡ ମାନେ ଓଡ଼ିଆ ଲାଙ୍ଗୁଏଜ, ଓଡ଼ିଆ ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ। ତ ମୋଷ୍ଟ ଇମ୍ପୋର୍ଟାଣ୍ଟ ଡିଫରେନ୍ସ ହଉଛି କଣ ନା, ସେଟା ଯଦି ହଉଛି କଣ, ସେଟା ଯଦି ସ୍ୱରବର୍ଣ୍ଣରେ ଶେଷ ହଉଛି, ତାହେଲେ ଏଠି କଣ ବ୍ୟଞ୍ଜନ ବର୍ଣ୍ଣରେ ଶେଷ ହଉଛି। ଯେମିତି ଭାତ, ଯେମିତି କହୁଛେ ତମ ସେପଟେ ଘର କୁହାଯାଏ, ଏଠି ଘର। ତାପରେ ଜେନ୍ ହେଲା, ଏମିତି କୁହାଯାଏ। ଏଠି କୋଉ ପ୍ରଭାବ ରହିଛି ନା, ହିନ୍ଦୀ ଶବ୍ଦ ମାନଙ୍କର ପରି ସ୍ୱର ଥାଇ, ମାନେ ହିନ୍ଦୀ ଶବ୍ଦରେ ଯେମିତି ଜାନ, ପାନ, ଖାନ, ଖାନ ପାନ ଜାନ, ନାଇଁ କୁହାଯାଏ ହିନ୍ଦୀରେ, ସେଇଭଳିଆ ଉଚ୍ଚାରିତ ହବ। କିନ୍ତୁ ଏଥିରେ ବ୍ୟଞ୍ଜନ ବର୍ଣ୍ଣ ଶେଷରେ, ବା ଏଠିକି ଏହା ହଉଛି ବ୍ୟଞ୍ଜନାନ୍ତକ, ଏବଂ ତେଣୁ ସେଗୁଡିକୁ ହିନ୍ଦୀ ପରି, ହିନ୍ଦୀ ଭାଷା ଯେମିତି ଆବଦ୍ଧ, ଏଟା ହଉଛି କ୍ଲୋଜ ସିଲେବୁଲ, ଆଉ ଓଡ଼ିଆ ଭାଷା ହଉଛି କଣ? ଫ୍ରି ସିଲେବୁଲ। ବୁଝି ହଉଛି? କ୍ଲୋଜ, ସମ୍ବଲପୁରୀଟା କଣ? ଗୋଟେ କ୍ଲୋଜ ସିଲେବୁଲ, ମାନେ ମୁକ୍ତ ନୁହେଁ, ସେଟା ହଉଛି ମୁକ୍ତ, ଏଟା ହଉଛି ଆବଦ୍ଧ, ରାଇଟ? ଓଡ଼ିଆ ଭାଷାର ଆଜ୍ଞା ସିଲେବୁଲ କେମିତି? ମୁକ୍ତ ସାର୍। ମୁକ୍ତ, ତେଣୁ ତାକୁ ମୁକ୍ତ କୁହାଯାଉଛି। କିନ୍ତୁ ଓଡ଼ିଆ, ଆମର ସମ୍ବଲପୁରୀ ଭାଷାଟି ହିନ୍ଦୀ ଭଳି ଏକ ଆବଦ୍ଧ ବା ବ୍ୟଞ୍ଜନାତ୍ମକ ସିଲେବୁଲ, ବ୍ୟଞ୍ଜନାତ୍ମକ କୁହାଯାଏ। ଅକ୍ଷର ନିର୍ମାଣ ପଦ୍ଧତି ଦୃଷ୍ଟିରୁ ଏହା ବିଶେଷ ମାନେ ଗୁରୁତ୍ୱ ଦେବାର ବା ଲକ୍ଷଣ ଯେ ଓଡ଼ିଆ ଭାଷା ଠାରୁ ସମ୍ବଲପୁରୀ ଭାଷା କେତେ ଭିନ୍ନ। ତା ଛଡା ଏଟା ତ ଗଲା ଲିଙ୍ଗୁଇଷ୍ଟିକ୍ସ ର ସ୍ୱର ଲହର କଥା ଗଲା। ତାପରେ ଆମେ ଯଦି ଦେଖିବା, ଆରେ କଣ ନା, ସରି, ଲିଙ୍ଗୁଇଷ୍ଟିକ ର ସିଲେବୁଲ କଥା ଗଲା, ତାହେଲେ ଆଲୋଚନା କରାଯାଇପାରେ ଯେ ଏହାର ସ୍ୱର ଲହରରେ ମଧ୍ୟ ତଫାତ ଅଛି। ଯେମିତି ଘର, ଆମର ଏପଟେ ଘର, ସ୍ୱର ଲହରରେ ପରିବର୍ତ୍ତନ ହେଲା କି ନାଇଁ? ତାପରେ ଆମର କଣ ହୁଏ ନା, ବିଭକ୍ତିରେ ସମ୍ବଲପୁରୀ ଠାରୁ ଓଡ଼ିଆ ଭାଷା କିଭଳି ଭାବରେ ଭିନ୍ନ, ସେ ଜିନିଷଟା ମୁଁ ତମକୁ ଦେଖିବି। ଯଦି ବିଭକ୍ତି ଦେଖିବା, ତାହେଲେ ଓଡ଼ିଆ ଭାଷା ଏବଂ ସମ୍ବଲପୁରୀ ଭାଷାର କିଛି ପାର୍ଥକ୍ୟ ରହିଛି। ଯେମିତି ଦ୍ୱିତୀୟା ବିଭକ୍ତିରେ ଆମେ କୋଉ ଓଡ଼ିଆରେ, ତାପରେ ସମ୍ବଲପୁରୀରେ ହେବ କଣ?
କୋଉ ସ୍ଥାନରେ ହେବ କେ ଯେମିତି ଆମେ ଓଡିଆରେ କହୁ କୋଉଠିକି ଯାଇଥିଲୁ କଲେଜ କୁ ସେ କହିବ କଲେଜ କେ କାହିଁ ଯାଇଥିଲୁ ହେଟା ନାଇଁ ଜାଣବାର କାଁ କଲେଜ କେ ଯାଇଥିଲି। ପଞ୍ଚମୀ ବିଭକ୍ତି ଆମର ଅଛି ଯେ ଠାରୁ କିନ୍ତୁ ସମ୍ବଲପୁରୀରେ ଠାରୁ ସ୍ଥାନରେ ଥୁ ହବ ଯେମିତି ଏଇଟା କୋଉଠି ପାଇଲୁ ନା ଗଛ ଠାରୁ ପାଇଲି ଆମେ କହିବେ ଗଛ ଥୁ ଇ ଆମଟା କେନୁ ପାଇଲୁ ହବ ହେଟା ନାଇଁ ଜାଣବାର କାଁ ଗଛ ଥୁ ପାଇଲି ଗଛ ଥୁ ମାନେ ଥୁ ବ୍ୟବହାର ହେଲା ବୁଝି ହଉଛି ଠାରୁ ଜାଗାରେ କଣ ଥୁ ଠୁ ବ୍ୟବହାର ହେଲା। ଥର ସବୁ ଥୁ ନାଇଁ ଥୁ ଆଉ କେନ ନ ପାଇଲୁ ଗଛ ଥୁ ତୁ ନା ଜାଣି ପାରବାର ଗଛ ଥୁ ପାଇଲି ପରେ ହେଟା ଆମଟା ଏନ୍ତା ବୁଝି ହଉଛି ତାପରେ ସପ୍ତମୀ ବିଭକ୍ତିରେ ରେ ରେ ସ୍ଥାନରେ ଆମର ଥି ଆମେ କହିବା ଓଡିଆ ଭାଷାରେ 50ଟା ବର୍ଣ୍ଣ ଅଛି ତମେ ଏମିତି କହିବ ଯେ ବାବା ଯଦି ଗୋଟେ ଷ୍ଟୁଡେଣ୍ଟ କୁ ପଢଉଛ ବାବା ତମେ ଜାଣିନ ଯେ ଓଡିଆ ଭାଷାରେ 50ଟା କଣ ଅଛି ବର୍ଣ୍ଣ ଅଛି ବର୍ଣ୍ଣ କିନ୍ତୁ ସମ୍ବଲପୁର ଅଞ୍ଚଳ ଜଣେ ଯଦି ପଢେଇବ ମାଷ୍ଟର ତାହେଲେ ସେ କହିବ ଓଡିଆ ଭାଷା ଥି 50ଟା ବର୍ଣ୍ଣ ଅଛି ଓଡିଆ ଭାଷା ଥି ବୁଝି ହଉଛି ରେ ଜାଗାରେ କଣ ବ୍ୟବହାର ହେଲା ଥି ତ ଏମିତି ବ୍ୟବହାର ହଉଛି ଷଷ୍ଠୀ ବିଭକ୍ତିରେ ର ପ୍ରତ୍ୟୟ ବ୍ୟବହୃତ ହୁଏ ସାଧାରଣତଃ ଓଡିଆରେ ଯେଉଁଠି ର କୁ ବ୍ୟବହାର କରାଯାଏ ନାହିଁ ଏଥିରେ ସେଠି ମଧ୍ୟ କରାଯାଏ ଧର ଯୋଉଠି ର ବ୍ୟବହାର କରାଯାଏ ନାହିଁ ଓଡିଆ ଭାଷାରେ ସେଠି ସମ୍ବଲପୁରୀ ଭାଷାରେ ବ୍ୟବହାର କରାଯାଏ ଠିକ ଅଛି ତ ଇଏ ହଉଛି ଓଡିଆ ଭାଷା ରୁ ସୃଷ୍ଟି ହେଇଥିବା ଆଞ୍ଚଳିକ ଭାଷା ସମ୍ବଲପୁରୀର ବିଭେଦ ବିଭିନ୍ନ ଦୃଷ୍ଟିରୁ ଶବ୍ଦଗତ ଦୃଷ୍ଟିରୁ ମାନେ ଶବ୍ଦାବଳୀ ଦୃଷ୍ଟିରୁ ପାର୍ଥକ୍ୟ ରହିଛି ଏବଂ କଣ ଆମର ବିଭକ୍ତି ଦୃଷ୍ଟିରୁ ପାର୍ଥକ୍ୟ ରହିଛି ସିଲେବୁଲ ଦୃଷ୍ଟିରୁ ସ୍ୱର ଲହର ଦୃଷ୍ଟିରୁ ଏମିତି ବହୁ ଭାଷା ଯୋଉଟା ଭାଷା ଟେକ୍ନିଷ୍ଟ ମାନେ କହିପାରିବା ଭାଷାର ଭାଷିକ ଉଚ୍ଚାରଣ ଭାଷିକ ବା ଲିଙ୍ଗୁଇଷ୍ଟିକ୍ସାଲ ଦୃଷ୍ଟିରୁ ଉଚ୍ଚାରଣ ମାନେ ପ୍ରଭେଦ ରହିଛି ଆଉ ଗୋଟେ ଜିନିଷ ମୁଁ ତମକୁ କହିଦେବାକୁ ଚାହେଁ ଭାଷାକୁ କେମିତି ବିଭାଜିତ କରାଯାଏ ତମେ ଜାଣିଛ ଯେ ଗୋଟେ ହଉଛି ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ଗୋଟେ ରାଷ୍ଟ୍ରର ଗୋଟେ ଦେଶର ବା ଗୋଟେ ରାଜ୍ୟର ହେଇପାରେ ତାପରେ ସେ ରାଜ୍ୟରେ କିଛି ଡାଇଲେକ୍ଟ ଲାଙ୍ଗୁଏଜ ବା କିଛି ଉପଭାଷା ଥାଏ ତାପରେ କିଛି ଲୋକାଲ ଲାଙ୍ଗୁଏଜ ଥାଏ ତମେ ଏମିତି ଲେଖିପାରିବ ଗୋଟେ ହଉଛି ଷ୍ଟାଣ୍ଡାର୍ଡ ଭାଷା କିଛିଟା ଉପଭାଷାରେ ବିଭକ୍ତ ହୁଏ ସମଥିଙ୍ଗ ତମେ ଦେଇପାରିବ ଗୋଟେ ଡାଇଗ୍ରାମ ତିଆରି କରିପାରିବ ଯେ ଓଡିଆ ଭାଷାକୁ ଉପରେ ଲେଖିଦବ ଷ୍ଟାଣ୍ଡାର୍ଡ ସେ ଷ୍ଟାଣ୍ଡାର୍ଡ ରୁ 3ଟା ଉପଭାଷା ତିଆରି ହେଲା ଫର ଏକ୍ସାମ୍ପଲ ସମ୍ବଲପୁରୀ ବ୍ରହ୍ମପୁରୀ ବାଲେଶ୍ୱରୀ 3ଟା ତାପରେ ଇ ଉପଭାଷାରୁ କିଛି କଣ ହବ ନା କିଛି ଲୋକାଲ ଲାଙ୍ଗୁଏଜ ରହିବ ସ୍ଥାନୀୟ ଭାଷା ଯେମିତି ଆମର ସ୍ଥାନୀୟ ଭାଷା ଅଲଗା ତମମାନଙ୍କର କେନ୍ଦ୍ରାପଡାର ଅଞ୍ଚଳ ରାଜକନିକା ଅଞ୍ଚଳର ସ୍ଥାନୀୟ ଭାଷା ଅଲଗା ଥିବ ଭିତରକନିକା ଅଞ୍ଚଳର ଅନ୍ୟ ଭାଷା ଥିବ ସେମିତି ଯୋଉ ସ୍ଥାନୀୟ ଭାଷା ଗୋଟେ ଥାଏ ଟିପିକାଲିଟି ଆମେ କହିପାରିବା ସେ ସ୍ଥାନୀୟ ଭାଷା ଦୁଇ ଭାଗରେ ବିଭକ୍ତ ହୁଏ ଗୋଟେ ହଉଛି ଲୋକାଲ ଆଉ ଗୋଟେ ହଉଛି କୋଲୋକାଲ ବା ଉପଭାଷା ଦୁଇ ଭାଗରେ ବିଭକ୍ତ କରାଯାଇପାରେ ଗୋଟେ ହଉଛି ଲୋକାଲ ଭାଷା ଗୋଟେ ହଉଛି କୋଲୋକାଲ ମାନେ ଲୋକାଲ ଭାଷା ସମୟ ଆସିବ ଯେ ସେଟା ଗୋଟେ ସମୟରେ କଣ ହେଇପାରିବ ନା ଷ୍ଟାଣ୍ଡାର୍ଡ ଲାଙ୍ଗୁଏଜ ସହିତ ମିଶି ପାରିବ ବୁଝି ହଉଛି ଗୋଟେ ଲୋକାଲ ଭାଷା ଏମିତି ଅଛି କେମିତି ମିଶି ପାରିବ ଯେମିତି ତମେ କହିପାରିବ କରୋନା ଆସିଥିଲା ଗାଁ ଗହଳିର ଯୋଉମାନେ ଅଶିକ୍ଷିତ ଲୋକ ସେମାନେ କରୋନାକୁ କରୁଣା
केते ना रे डाकुतिले बुझी होची एमिति तो आमर गाँ रे गोटे मु देखुतिली सेन जे गोटे झियोटे कोरोना समय जन्म होई ता ना दिजंती कोरोना जने पुओटे जन्म होई ता ना दिजंती लॉकडाउन लॉकडाउन एमती भी गोटे रहुची तेणु करी लोकल लोकल दुटा भागरे किंतु कोलोकाल लैंग्वेज मन रख जे कोलोकाल लैंग्वेज कोन तार वैशिष्ट्य कहले कोलोकाल लैंग्वेज एबे भी स्टैंडर्ड लैंग्वेज रे परिणत हे परिबो नाही बा तार शब्दावली केबे भी डिक्शनरी रे रही परिबो नाही सेमती कि शब्द थाए ताले आज आमे संबलपुरी भाषा संपर्क रे पइला आसंता काली बालेश्वरी एवं बरमपुरीटा आलोचना करिबा ठीक अछि यदि कार किसी प्रश्न अछि ताले मते पचारि पारिबो 2-3 मिनिट भितरे ठीक अछि ताले किसी प्रश्न नाही ସାର୍ ଆପଣ ଯେମିତି ଛାଡି ନଥିଲେ ସବୁ କୋଶ୍ଚିନ୍ ଆନ୍ସର